ନିହିମିଆ ଅଧ୍ୟାୟ 7। ପ୍ରାଚୀର ନିର୍ମିତ ହୁଅନ୍ତେ ମୁଁ କବାଟ ସବୁ ଝୁଲାଇଲି। ପୁଣି ଦ୍ୱାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ। ତହୁ ମୁଁ ଆପଣା ଭ୍ରାତା ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନିୟକୁ ଜିରୁସାଲେମ ଉପରେ ନିଯୁକ୍ତ କଲି। କାରଣ ହନାନିୟ ବିଶ୍ୱସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କଲା। ଆଉ ମୁଁ ସେମାନଙ୍କୁ କହିଲି, ସୂର୍ଯ୍ୟ ପ୍ରଚଣ୍ଡ ନୋହିବା ପର୍ଯ୍ୟନ୍ତ ଜିରୁସାଲେମର ଦ୍ୱାର ସବୁ ଫିଟା ନ ଯାଉ। ଲୋକମାନେ ପ୍ରହରୀ କର୍ମରେ ଠିଆ ହେବା ବେଳେ ଦ୍ୱାର ସବୁ ବନ୍ଦ କରନ୍ତୁ। ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ। ପୁଣି ତୁମ୍ଭେମାନେ ଜିରୁସାଲେମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର। ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ। ନଗର ପ୍ରଶସ୍ତ ଓ ବୃହତ୍ ଥିଲା, ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହ ସବୁ ନିର୍ମିତ ହୋଇନଥିଲା। ଏ ଉତ୍ତାରେ ବଂଶାବଳୀ କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ୱର ମୋ ମନରେ ପ୍ରବୃତ୍ତି ଦେଲେ। ଆଉ ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ ପୁସ୍ତକ ପାଇଲି। ତହିଁରେ ଏହା ଲେଖାଥିବାର ଦେଖିଲି, ଯଥା ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଜିରୁସାଲେମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରିଆସିଲେ। ବାବିଲର ରାଜା ନବୁକଦ୍ନେସର ଏମାନଙ୍କୁ ନେଇଯାଇଥିଲା। ଏମାନେ ସରୁବାବିଲ, ଜେସୁୟ, ନିହିମିଆ, ଅସରୀୟ, ରୟମା, ନହମାନି, ମର୍ଦ୍ଦୋଖେୟ, ବିଲସନ, ମିସ୍ପର, ବିଗବୟ, ନହୁମ, ବାନା ସଙ୍ଗେ ଫେରିଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା ପରିୟେଶ୍ୱର ସନ୍ତାନ 2172 ଜଣ, ସଫଟିୟର ସନ୍ତାନ 372 ଜଣ, ଆରହର ସନ୍ତାନ 6052 ଜଣ। ଜେସୁୟ ଓ ଜୋୟାବର ସନ୍ତାନଗଣ ମଧ୍ୟରୁ ପହତ ମୋୟାବର ସନ୍ତାନ 2818 ଜଣ, ଏଲମର ସନ୍ତାନ 1254 ଜଣ, ସତୁର ସନ୍ତାନ 845 ଜଣ, ସକୟର ସନ୍ତାନ 760 ଜଣ, ବିନୁଏର ସନ୍ତାନ 648 ଜଣ, ବେବୟର ସନ୍ତାନ 628 ଜଣ, ଅସଗଦର ସନ୍ତାନ 2322 ଜଣ, ଅଦନିକାମର ସନ୍ତାନ 667 ଜଣ, ବିଗବୟର ସନ୍ତାନ 2067 ଜଣ, ଆଦିନର ସନ୍ତାନ 655 ଜଣ, ହିଜକିୟର ବଂଶଜାତ ଆଟରର ସନ୍ତାନ 98 ଜଣ, ହସୁମର ସନ୍ତାନ 328 ଜଣ, ବେତ୍ସୟର ସନ୍ତାନ 324 ଜଣ, ହାରିଫର ସନ୍ତାନ 112 ଜଣ, ଗିବିଅନର ସନ୍ତାନ 95 ଜଣ, ବୈଥଲହମ ଓ ନଟପାର ଲୋକ 188 ଜଣ, ଅନାଥୋତର ଲୋକ 128 ଜଣ, ବୈତ ଅସ୍ମାବତ୍ର ଲୋକ 42 ଜଣ, କିରିୟତ ଜିଆରିମର, କଫିରାର ଓ ବେରୋତର ଲୋକ 743 ଜଣ, ରାମା ଓ ଗେବାର ଲୋକ 621 ଜଣ, ମିକ୍ମସର ଲୋକ 122 ଜଣ, ବୈଥେଲ ଓ ଅଇର ଲୋକ 123 ଜଣ, ଅନ୍ୟ ନବର ଲୋକ 52 ଜଣ, ଅନ୍ୟ ଏଲମର ସନ୍ତାନ 1254 ଜଣ, ହାରିମର ସନ୍ତାନ 320 ଜଣ, ଜିରିହର ସନ୍ତାନ 345 ଜଣ, ଲୋଦ, ହାଦିଦ ଓ ଓନର ସନ୍ତାନ 721 ଜଣ, ସନାୟର ସନ୍ତାନ 3930 ଜଣ। ଯାଜକମାନଙ୍କର ସଂଖ୍ୟା ଜେସୁୟ ବଂଶୀୟ ଜିଦଇର ସନ୍ତାନ 973 ଜଣ, ଇମେରର ସନ୍ତାନ 1052 ଜଣ, ପଶୁରର ସନ୍ତାନ 1247 ଜଣ, ହାରିମର ସନ୍ତାନ 1017 ଜଣ। ଲେବୀୟମାନଙ୍କର ସଂଖ୍ୟା ହେଦବାର ସନ୍ତାନମାନଙ୍କ ମଧ୍ୟରୁ ଜେସୁୟର, କଦ୍ମିଏଲର ସନ୍ତାନ 74 ଜଣ, ଗାୟକମାନଙ୍କ ସଂଖ୍ୟା ଆସଫର ସନ୍ତାନ 148 ଜଣ, ଦ୍ୱାରପାଳମାନଙ୍କର ସଂଖ୍ୟା ସଲୁମର ସନ୍ତାନ, ଆଟରର ସନ୍ତାନ, ଟଲମନର ସନ୍ତାନ, ଅକ୍କୁବର ସନ୍ତାନ, ହଟିଟାର ସନ୍ତାନ, ଶୋବୟର ସନ୍ତାନ 138 ଜଣ। ନଥିନିୟମାନଙ୍କ ସଂଖ୍ୟା ସିହର ସନ୍ତାନଗଣ, ହସୁପାର ସନ୍ତାନଗଣ, ଟବାୟତର ସନ୍ତାନଗଣ, କେରାସର ସନ୍ତାନଗଣ, ସିଓର ସନ୍ତାନଗଣ, ପାଦନର ସନ୍ତାନଗଣ, ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ସଲମୟର ସନ୍ତାନଗଣ, ହାନନର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ଗୟାର ସନ୍ତାନଗଣ, ରତ୍ସିନର ସନ୍ତାନଗଣ, ନକଦର ସନ୍ତାନଗଣ, ଗସମର ସନ୍ତାନଗଣ, ଉସର ସନ୍ତାନଗଣ,
ପାସେହର ସନ୍ତାନଗଣ, ବେସୟର ସନ୍ତାନଗଣ, ମିଉନିମ୍ର ସନ୍ତାନଗଣ, ନଫୁସିମ୍ର ସନ୍ତାନଗଣ, ବକ୍ବୁକର ସନ୍ତାନଗଣ, ହକୁଫାର ସନ୍ତାନଗଣ, ହରୁରର ସନ୍ତାନଗଣ, ବସ୍ଲୁତର ସନ୍ତାନଗଣ, ମହିଦାର ସନ୍ତାନଗଣ, ହର୍ଷାର ସନ୍ତାନଗଣ, ବର୍କସର ସନ୍ତାନଗଣ, ସିସରାର ସନ୍ତାନଗଣ, ତେମହର ସନ୍ତାନଗଣ, ନତ୍ସିହର ସନ୍ତାନଗଣ, ହଟିଫାର ସନ୍ତାନଗଣ, ସଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା। ସୋଟର ସନ୍ତାନଗଣ, ସଫତରର ସନ୍ତାନଗଣ, ପରିଦାରର ସନ୍ତାନଗଣ, ଜାଳର ସନ୍ତାନଗଣ, ଦର୍କଣର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ହପଟିୟର ସନ୍ତାନଗଣ, ହଟିଲାର ସନ୍ତାନଗଣ, ପୋଖେରତ ହତ୍ସବାଇମ୍ର ସନ୍ତାନଗଣ, ଆମନର ସନ୍ତାନଗଣ, ସମୁଦାୟ ନଥିନୀୟ ଓ ସଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା 392 ଜଣ। ପୁଣି ତେଲମେଲହ, ତେଲହର୍ଷା, କରବ, ଅଦନ ଓ ଇମେର ଏହି ସକଳ ସ୍ଥାନରୁ ଲୋକ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ଏହି ଯଥା ଦଲାର ସନ୍ତାନ, ତୋବିୟର ସନ୍ତାନ, ନକଦର ସନ୍ତାନ 642 ଜଣ। ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକସର ସନ୍ତାନଗଣ, ବର୍ଷିଲୟର ସନ୍ତାନଗଣ। ଏହି ବର୍ଷିଲୟ ଗିଲିୟଦୀୟ ବର୍ଷିଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାଂଶରେ ଖ୍ୟାତ ହୋଇଥିଲା। ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ। ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ। ପୁଣି ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ ଉରିମ୍ ଓ ତୁମିମ୍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ। ଆଉ ଏକତ୍ରୀକୃତ ସମସ୍ତ ସମାଜ 42,360 ଜଣ। ଏହାଛଡ଼ା ସେମାନଙ୍କର ଦାସଦାସୀ 7,337 ଜଣ ଥିଲେ। ଆହୁରି ସେମାନଙ୍କର 245 ଜଣ ଗାୟକ ଗାୟିକା ଥିଲେ। ସେମାନଙ୍କର 736 ଅଶ୍ୱ, 245 ଖଚର, 435 ଉଷ୍ଟ୍ର, 6,720 ଗର୍ଦ୍ଧବ ଥିଲେ। ପିତୃବଂଶୀୟ ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍ ନାମକ 1,000 ସ୍ୱର୍ଣ୍ଣମୁଦ୍ରା, 50 କୁଣ୍ଡ, 530 ଯାଜକୀୟ ବସ୍ତ୍ର ଦେଲା। ଆଉ ପିତୃବଂଶୀୟ କେତେକ ପ୍ରଧାନ ଲୋକ କର୍ମର ଭଣ୍ଡାରରେ ଡାରିକ୍ ନାମକ 20,000 ସ୍ୱର୍ଣ୍ଣମୁଦ୍ରା ଓ 2,200 ପାଉଣ୍ଡ ରୂପା ଦେଲେ। ଅନ୍ୟ ଲୋକ ସମସ୍ତେ ଡାରିକ୍ ନାମକ 20,000 ସ୍ୱର୍ଣ୍ଣମୁଦ୍ରା ଓ 2,000 ପାଉଣ୍ଡ ରୂପା ଓ 67 ଯାଜକୀୟ ବସ୍ତ୍ର ଦେଲେ। ଏଉତରେ ଯାଜକମାନେ ଓ ଲେବୀୟମାନେ ଓ ଦ୍ୱାରପାଳମାନେ ଓ ଗାୟକମାନେ ଆଉ ଲୋକମାନଙ୍କ ମଧ୍ୟରୁ କେତେକ ଓ ନଥିନୀୟମାନେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। ଏଉତରେ ସପ୍ତମ ମାସ ଉପସ୍ଥିତ ହେଲା, ଆଉ ଇସ୍ରାଏଲ ସନ୍ତାନଗଣ ଆପଣା ନଗରରେ ଥିଲେ।